ସମସ୍ତଙ୍କୁ ଜୟ ଶ୍ରୀରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା କୃଷ୍ଣ ଭଗବାନଙ୍କୁ ଯେପରି ମାଖନ ଚୋର କହିଥାନ୍ତି, ସେହିପରି ବୀର ହନୁମାନଙ୍କୁ ମଧ୍ୟ କାହିଁକି ଚୋର କହିଥାନ୍ତି, ଆଉ କେଉଁ ଦେଶରେ ବୀର ହନୁମାନଙ୍କୁ ପୂଜା କରାଯାଏ ନାହିଁ ଜାଣିବା। ତାପରେ ଜାଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା ସବୁ। ଭିଡ଼ିଓ ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକି ନା ଏହିଭଳି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ଚାଲନ୍ତୁ ଶୁଣିବା। ବୀର ହନୁମାନ ହେଉଛନ୍ତି କଲିଯୁଗରେ ସ୍ୱୟଂ ଦେହଜୀବୀ ଅବସ୍ଥାରେ ମହଜୁଦ ଅଛନ୍ତି, କିନ୍ତୁ ଆମ ଆଖିରେ ସେ ଦେଖାଯାଆନ୍ତି ନାହିଁ। ଯଦି ଶ୍ରଦ୍ଧା ଭକ୍ତି ଠିକ୍ ଅନୁସାରେ ଥିବ ତାହେଲେ କୌଣସି ନା କୌଣସି ମାଧ୍ୟମରେ ବି ବୀର ହନୁମାନ ଦେଖା ଦେଇଥାନ୍ତି। ପ୍ରଭୁ ରାମଚନ୍ଦ୍ର ଚୈତ୍ର ମାସ ମଙ୍ଗଳବାର ଦିନ 12ଟା ସମୟରେ ଜନ୍ମଗ୍ରହଣ କରିଥିବାରୁ ହନୁମାନଙ୍କର ପ୍ରିୟ ଦିନ ହେଲା ମଙ୍ଗଳବାର ଆଉ ଶନିବାର। ଏହି ମଙ୍ଗଳବାର ଓ ଶନିବାର ଦିନ ସବୁ ହନୁମାନ ମନ୍ଦିରମାନଙ୍କରେ ଭକ୍ତମାନେ ଲମ୍ବା ଧାଡ଼ି ବାନ୍ଧି ସବୁ ମନ୍ଦିରମାନଙ୍କରେ ପୂଜା କରିବାକୁ ଆଉ ମନର କଥା ସବୁ ପ୍ରକାଶ କରିବା ପାଇଁ ଯାଇଥାନ୍ତି। କିନ୍ତୁ ଗୋଟିଏ ସ୍ଥାନ, ଗୋଟିଏ ଦେଶ ଏପରି ଅଛି ଯେଉଁଠାରେ କି ପ୍ରଭୁ ବୀର ହନୁମାନଙ୍କୁ ପୂଜା କରାଯାଏ ନାହିଁ। ତାଙ୍କ ନାଁ ଶୁଣିଲା ମାତ୍ରେ ସମସ୍ତେ ରାଗରେ ଥମଥମ ହୋଇ ଗାଲି ଗରଜ କରିଥାନ୍ତି, ଚୋର କହିଥାନ୍ତି। ଯେପରି କୃଷ୍ଣ ଭଗବାନଙ୍କୁ ସମସ୍ତେ ମାଖନ ଚୋର କହିଥାନ୍ତି, ସେହିପରି ହନୁମାନଙ୍କୁ ମଧ୍ୟ ପାହାଡ଼ ଚୋର କହିଥାନ୍ତି। ଯେଉଁ ଦେଶ ବା ସ୍ଥାନରେ ବୀର ହନୁମାନଙ୍କୁ ପୂଜା କରାଯାଏ ନାହିଁ, ସେଟା ଆଜିର କଥା ନୁହେଁ, ବହୁତ ଦିନ ଆଗର କଥା। ଯେଉଁଦିନ ମେଘନାଦ ଲକ୍ଷ୍ମଣଙ୍କୁ ନାଗଫାଶରେ ଫସାଇ ମୂର୍ଚ୍ଛା କରିଦେଇଥିଲେ, ଅଚେତ ଅବସ୍ଥାରେ ପଡ଼ି ରହିଯାଇଥିଲେ, ସେହି ସମୟରେ ସୁଷେଣ ନାମକ ଗୋଟିଏ ବୈଦ୍ୟ ହନୁମାନଙ୍କୁ ହିମାଳୟ ପର୍ବତରୁ ସଞ୍ଜୀବନୀ ବୁଟି ଆଣିବା ପାଇଁ କହିଥିଲେ। ବୈଦ୍ୟ ସୁଷେଣର କଥା ଶୁଣି ବୀର ହନୁମାନ ପବନ ପରି ଦ୍ରୁତ ଗତିରେ ଯାଇ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲା ସ୍ଥିତ ଦ୍ରୋଣାଗିରି ପର୍ବତ ଉପରକୁ ପହଞ୍ଚିଗଲେ। ଦ୍ରୋଣାଗିରି ପର୍ବତ ଚମୋଲି ଜିଲ୍ଲା ଜିରାମଠ ବିକାଶ ଖଣ୍ଡ ଅନ୍ତର୍ଗତ ଅବସ୍ଥିତ। ଭାରତର ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଦ୍ରୋଣାଗିରି ଗାଁର ଲୋକମାନେ ବୀର ହନୁମାନଙ୍କୁ ପୂଜା କରନ୍ତି ନାହିଁ। ତାଙ୍କ ନାମ ଶୁଣିଲା ମାତ୍ରେ ସମସ୍ତଙ୍କ ମୁହଁରେ ଗାଲି ଗୁଲଜ ଆଉ ଭଗବାନଙ୍କୁ ଅପମାନ ମଧ୍ୟ କରିଥାନ୍ତି, କାହିଁକି ନା ସେହି ପର୍ବତକୁ ଉଠାଇ ଆଣି ଲକ୍ଷ୍ମଣଙ୍କର ଜୀବନ ବଞ୍ଚାଇଥିବାରୁ ସେ ଆଜି ପର୍ଯ୍ୟନ୍ତ ସେହି ଗ୍ରାମର ଲୋକମାନେ ତାଙ୍କୁ ପର୍ବତ ଚୋର ବୋଲି ଆଖ୍ୟା ଦେଇଥାନ୍ତି। ଆଉ ଆଜି ପର୍ଯ୍ୟନ୍ତ ସେ ଗାଁର ଲୋକମାନେ ବୀର ହନୁମାନଙ୍କୁ ପୂଜା କରନ୍ତି ନାହିଁ, ପାହାଡ଼ ଚୋର ବୋଲି ଅପମାନ କରିଥାନ୍ତି। ଚାଲନ୍ତୁ ଏବେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। କାହିଁକି ମଣିଷ କରେ ଏତେ ଛଳନା? ମନରେ ଭରି ହିଂସା ଦ୍ୱେଷ, ନିଜକୁ ଭାବେ ନିର୍ଦ୍ଦୋଷ। କାହିଁକି ନିଜର ଦୋଷ ଦେଖିପାରେନା? ଖୁବ୍ ସହଜରେ କଟୁ କଥା କହିଦିଏ। ମନେ ବ୍ୟଥା ହୃଦୟକୁ ଭାଙ୍ଗିପାରେ, ଭାବିପାରେନା। ମଣିଷକୁ ସେ ଖେଳନା ଭାବିନିଏ। ନିଜର ସ୍ୱାର୍ଥ ସିଦ୍ଧି ପାଇଁ ନିଜଠୁ ଦିଏ ଦୂରେଇ। ସ୍ୱାର୍ଥ ହାସଲ ସରିଲେ ସେ ଚିହ୍ନିପାରେନା କେମିତି ପରେ ଯେ ଭୁଲି କେମିତି ଦେଖୁଛି ବୋଲି ହିସାବ ରଖୁଛି। ସବୁ ତାକୁ କିଛି ନୁହେଁ ଅଜଣା। ଭରସା ନାହିଁ ଏ ଜୀବନେ, ମାଟିରେ ମିଶିବା ଦିନେ। କପଟ ରଖିଲେ ମନେ ଆତ୍ମାକୁ ଶାନ୍ତି ମିଳେନା। କି ଲାଭ କରି ଏତେ ଲୋଭ, ସବୁ ତ ଦିନେ ଛାଡ଼ିଯିବ। ମଶାଣି ଭୂଇଁ ତ ହବ ସଭିଙ୍କ ଶେଷ ଠିକଣା। କାହିଁକି ମଣିଷ କରେ ଏତେ ଛଳନା? ପ୍ରକୃତ ଠିକଣା ପ୍ରକୃତି ଭିତରେ ହଜି ରହିଯାଇଥାଏ। ସଦା ସେହି ଠିକଣାକୁ ଖୋଜି ଯେ ପାଇଲା, ସେହି ତ ପ୍ରକୃତ ଯୋଦ୍ଧା।
ଶ୍ରେଷ୍ଠତା ଜନ୍ମରୁ ଆସିନଥାଏ, ଗୁଣ ଯୋଗୁଁ ପ୍ରାପ୍ତ ହୋଇଥାଏ। ଦୁଗ୍ଧ, ଦହି, ଘିଅ ଏସବୁ ଗୋଟିଏ କୂଲର ହୋଇଥିଲେ ମଧ୍ୟ ସଭିଙ୍କର ମୂଲ୍ୟ ଅଲଗା ଅଲଗା। ଦୁନିଆରେ ଯେତେ ପ୍ରକାର ଭୟ ରହିଛି, ବଦନାମ ହେଉଛି ସବୁଠୁ ବଡ଼ ଭୟ। କଷ୍ଟ ଏତେ ବିପଦ ମନୁଷ୍ୟକୁ ଶିକ୍ଷା ଦେବାର ଶ୍ରେଷ୍ଠ ଗୁଣ ଅଟେ। ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ, ସେ ଏହି କଷ୍ଟ ବିପଦକୁ ବିଜୟ କରିପାରେ। ଆପଣ ଯଦି କେବେ କୌଣସି ଗରିବ ଲୋକର ଝିଅ ବାହାଘରରେ ଭୋଜି ଖାଇବାକୁ ଯାଇଛନ୍ତି, ତ ସିଏ ଯାହା ଦେଇଛନ୍ତି ତାକୁ ଆନନ୍ଦରେ ସହିତ ଗ୍ରହଣ କରନ୍ତୁ ଏବଂ ଯଦି ଝିଅର ବାପା ପଚାରନ୍ତି ଭୋଜି କେମିତି ଲାଗିଲା, ତ ଭଲ ନ ହୋଇଥିଲେ ବି କୁହନ୍ତୁ ବହୁତ ଭଲ ଲାଗିଲା। କାରଣ ସେହି ବାପ ହିଁ ଜାଣିଛି ତାକୁ ଏହି ଭୋଜି ଦେବା ପାଇଁ କେତେ ଦିନର ପରିଶ୍ରମର ଟଙ୍କା ସାଇତି ରଖିବାକୁ ପଡ଼ିଥିଲା। ଆଜିର ଏହି ସ୍ୱାର୍ଥପର ଏବଂ ଅସୁରକ୍ଷିତ ଦୁନିଆରେ ବନ୍ଧୁଟିଏ ବାଛିବା କଷ୍ଟକର। କେବଳ ନିରାକାର ଭଗବାନଙ୍କ ଛଡ଼ା ଆଉ ଅନ୍ୟ କାହାର ବନ୍ଧୁ ହେବାର ଯୋଗ୍ୟତା ନାହିଁ। କିନ୍ତୁ ଏହି ସଂସାରରେ ବଞ୍ଚିବାକୁ ହେଲେ ଜୀବନକୁ ସୁଖମୟ କରିବା ପାଇଁ ବନ୍ଧୁ କରିବା ଏବଂ ବନ୍ଧୁତ୍ୱ ବଜାୟ ରଖିବା ନିହାତି ଆବଶ୍ୟକ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକି ନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଏବଂ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି, ଜୟ ଶ୍ରୀରାମ।